কিন্তু কহিদেবা পুনি ঘর বসে নুহাই কাহিকি কি অত ব্রহ্মাকে নুহে গুহ সতী কার মত কথা কিয়ে জানিব কেমিতি যদি সবু কথা দেখো বাবু হে উঠাতা হেতু মাত্র কেবে হেলে মনুষ্যর মুহ পাবু তু আগে আকাশ কেতে উচ্চ কিয়ে মাপিব সমুদ্রর কেতে বালিকে গণি কহিদেব হরিকেউ পোখରୀ ভিতরে রহিছি কেতে জল রহিছিনা পারিবে বালি আছে উড় যদি কেনে মাছକୁ ତୁମେ ପଚାରିବ ଯାଇ କେତେ ଜଳ ପଙ୍କ ବସି ସେ ପାରିବ କି କହି କାହିଁକି ନା କେରାଣୀ ଉପରେ ପହରନ୍ତି ଆଉ କେତେ ଜଳ ପଙ୍କ ସେ ଜାଣିବ କେମିତି ଆଜ୍ଞା ତଳେ ରହିଥାନ୍ତି ଏ ବାଲି ସେ ଜାଣିପାରିବେ ପୋଖରୀରେ କେତେ ଜଳ ଆପଣ ଯେ ସୁନ୍ଦର କାହାଣୀ ଠିକା ଠିକା କରି ତୁମକୁ ମୁଁ କହିବି ଆଣି ଏକ ଦିନେ ପାର୍ବତୀ ସ୍ୱତନ୍ତ୍ର ଥିଲେ ଈଶ୍ୱର ଦେବତାରେ ଛାଡ଼ି କରିଗଲେ ଭ୍ରମଣ କରିବାକୁ ଗଲେ ଶଙ୍କର ଆଜ୍ଞା ପାର୍ବତୀ ଦେବୀ ଅଛନ୍ତି କୈଳାସପୁର ଆହେ ବାବୁ ମାନେ ମୋର ଢେର ଦୁଶ୍ରୁତି ମନେ ବିଚାର କରିଲେ ହୈମବତୀ ପୁଅ କାର୍ତ୍ତିକେଶ୍ୱରଙ୍କୁ ସେଦିନ ଡାକିଲେ ଆରେ ପୁଅ ମୋର ଶୁଣ କହିଲେ ଆହୁରି ମୋ ଅଙ୍ଗରେ ହୋଇଅଛି ରେ କାମ ଜର ମୋ ସଙ୍ଗତରେ ବାପ ଧର ମନଙ୍କର ଆଜ୍ଞା ଲକ୍ଷ୍ୟ କରନ୍ତୁ ଦିନେ ଈଶ୍ୱର ଦେବତା ନଥିବା ସମୟରେ ମା ପାର୍ବତୀ ବିଚାର କଲେ କାହିଁକି ନା ଆମର ନାରୀ ମାନଙ୍କର ଗୋଟିଏ ପ୍ରକୃତି ମାସକୁ ଥରେ ସେମାନେ ହୁଅନ୍ତି ଋତୁମତୀ ହେବା ସମୟରେ କାମଜ୍ୱର ହୋଇଲା ପୁଣି ଦେଖ ଯେ ଅଙ୍ଗର ବିଚାର କଲେ ଭଗବତୀ ମାତା ମନେ ତାର କହିଲେ ତ ପାଶେ ମୋର ସ୍ୱାମୀ ଯେ ନାହାନ୍ତି କିପରି ମନମୋହର କହିବେ ମୁଁ ତୃପ୍ତି ହେଣୁ କାର୍ତ୍ତିକେଶ୍ୱରଙ୍କୁ ପାଖକୁ ଡାକିଲେ ମୋ ସଙ୍ଗେ ରମଣ ତୁକର ବାପରେ ବୋହିଲେ ଯୋଡ଼ିଲେ କର ପତ୍ରକୁ ସେ କାର୍ତ୍ତିକେଶ୍ୱର ମା ପୁଅ ମଧ୍ୟରେ କି ହୋଇବ ବ୍ୟବହାର କାର୍ତ୍ତିକେଶ୍ୱର କହିଲେ ମା ତମେ ହଉଛ ମା ମୁଁ ହଉଛି ପୁଅ ଯଦି ମା ପୁଅ ଭିତରେ ଏମିତି ଜଗତରେ ରମଣ କରିବେ ତାହେଲେ ଧର୍ମ ବୋଲିବା ଜିନିଷ ରହିବନି ସେତେବେଳେ ପାର୍ବତୀ କହିଲେ ବୁଝାଇ ପୁଅ ହୋଇ ମାତା କଥା ଯେଇ ନ ମାନଇ ଯୋଗ୍ୟ ପୁତ୍ର ମାନେ ପିତା ମାତାଙ୍କ ବଚନ ଶୁଣିବା ହେଉଛି ଦୁଇ ପୁତ୍ରଙ୍କର ଧର୍ମ ଯଦି ମୋ ସଙ୍ଗତେ ତୁହି ଅଭିଶାପ ଦେବି ବୋଲି କହିଲେ ପାର୍ବତୀ ହେଲେ ଆଜ୍ଞା ପାର୍ବତୀଙ୍କର କଥାକୁ ଭୟ କରି କାର୍ତ୍ତିକେଶ୍ୱର କହିଲେ ମା ଯଦି ତୁମେ ଆମ ଭିତରେ ରମଣ କରିବା ତାହେଲେ ନିର୍ଜନ ଜାଗା ଗୋଟେ ଆବଶ୍ୟକ ଯୋଉ ଜାଗାରେ କେହି ନଥିବେ ଏ କଥାଟା କିଏ ନ ଜାଣିବାର ଅଛି ପାର୍ବତୀ କହିଲେ ଚାଲ କୋଉଠିକି ନା ଏକାମ୍ର କାନନକୁ ଗଲେ ଆଜ୍ଞା ଯେତେବେଳେ ଏକାମ୍ର କାନନକୁ ଗଲେ ଭଗବତୀ ଏ କଥା ଜାଣିଦେଲେ ପ୍ରଭୁ ଦାସରଥୀ କୀଟ ପତଙ୍ଗ ତରୁତୁଣ ସକଳ ଦେହେ ନାରାୟଣ ଭଗବାନ ବିଚାର କଲେ ଯଦି ଜଗତରେ ମା ପୁଅ ଭିତରେ ଯଦି ଏମିତିକାର ଭାବ ହବ ତାହେଲେ ଧର୍ମ ବୋଲିବା ଜିନିଷଟା ଲୋପ ହୋଇଯିବ ତେଣୁକରି ସେଦିନ ମୟୂର ରୂପକୁ ହେଲେ ନାରାୟଣ ଆଜ୍ଞା ମୟୂର ରୂପକୁ କହିଲେ ନାରାୟଣ ମାତା ପୁଅ ଦୁଇ ଅଛନ୍ତି ଯେ ଏକାମ୍ର ବନ
ସେ ମୟୂର ରୂପରେ ଗଲେ ଭାବଗ୍ରାହୀ ମାତ୍ର କଟକ କରି ସଜ ଦେଲେ କସେଇ ସେଦିନ ଦେଖିଲେ ସେ କାର୍ତ୍ତିକେଶ୍ୱର ବୋଇଲେ ମାଲକି ହୋଇଲା ବେଭାର ସେଦିନ କହିଲେ ମା ଶୁଣ ଭଗବତୀ ମୟୂର ଗୋଟିକ ଏବେ ଆସୁଅଛି ଯଦି ଏ କଥା ଜାଣିବେ ଜଗତ ନିଶ୍ଚୟ ଲାଗିବ ମଙ୍ଗେ ଭାତ କେତେ ବୋଲି କାର୍ତ୍ତିକେଶ୍ୱର ଦେଲେ କହି ନେତ୍ରରେ ଦେଖିଲେ ଦେବୀ ମହାମାଇ କପମତି ସେଦିନ ଦେବୀ ହୋଇଲେ ମା ଦେବୀ ହୋଇଲେ ରେ ମୟୂର ଚଣ୍ଡାଳ କି କଲୁ କହିଲେ ରାଗର ହୋଇଗଲେ ନାରାୟଣୀ ମୟୂରକୁ ଅଭିଶାପ ସେ ଭୂତ ଦେଲେଣି ଆରେ ରେ ମୟୂର ତୁ କେଡ଼େ କର୍ମ କଲୁ ମୋର ଆଶା ଗୋଟିକକୁ ତୁ ହିଁ ଭାଙ୍ଗିଲୁ ଏଣୁ କରି ସାପ ଦେଉଅଛି ତତେ ଆରେ ମୟୂର ମୟୂରୀ ପ୍ରୀତି ନ ହେବ ଜଗତ ଯଦି ମୟୂର ମୟୂରୀଙ୍କ ହେବ ରମଣ ହାଟିବ ମୃତ୍ୟୁ ନ ଦେଲେ ବୁଝାଇଣ ଆଜ୍ଞା ପାର୍ବତୀ ମାତା ଅଭିଶାପ ଦେଲେ ରେ ମୟୂର ମୋର ଆଶା ଗୋଟିକ ତୁ ଭଗ୍ନ କଲୁ ତେଣୁକରି ମୁଁ ଅଭିଶାପ ଦେଉଛି ଆଜିଠୁ ତମ ମୟୂର ମୟୂରୀଙ୍କର ଆଉ ରମଣ ହବ ନାହିଁ ସେତେବେଳେ ନାରାୟଣ ତ ମୟୂର ରୂପ ହୋଇଛନ୍ତି ନିଜ ରୂପ ହୋଇଗଲେ ଦେବ ନାରାୟଣ ଶଙ୍ଖ ଚକ୍ର ହସ୍ତ ଧରିଲେ ପତିତ ପାବନ ତାଙ୍କୁ ଦେଖି ଲଜ୍ଜାଗତ ହେଲେ ଭଗବତୀ କହିଲେ କେଡ଼େ ବଡ଼ କଥା ଏବେ ହୋଇଲା କିରତି ନାରାୟଣକୁ ପାର୍ବତୀ କହିଲେ ଆପଣ ଅତି ଜାଣିବା ଲୋକ ହେଇକି ଏମିତିକା କର୍ମ କଲେ ଆପଣ ଗୋଟିଏ ପକ୍ଷୀ ରୂପ ହୋଇ ଆମେ ମା ପୁଅଙ୍କର ଭାବଟାକୁ ଭାଙ୍ଗିଦେଲେ ତେଣୁକରି ଅଭିଶାପ ତ ଦେଇ ସାରିଲେଣି ହେଲେ କାର୍ତ୍ତିକେଶ୍ୱରଙ୍କର ବାହାର ମୟୂର କହିଲେ ପ୍ରଭୁ ଆପଣଙ୍କ ଯୋଗୁ ଆମେ ନିର୍ଦ୍ଦୋଷରେ ଅଭିଶାପ ପଡ଼ିଲା ଯଦି ଜଗତରେ ମୟୂର ମୟୂରୀଙ୍କର ପ୍ରେମ ହବନି ତାହେଲେ ପୃଥିବୀରେ ମୟୂର ବଂଶଟା ଧ୍ୱଂସ ହେଇଯିବ ନାରାୟଣ କହିଲେ ପାର୍ବତୀଙ୍କର ଅଭିଶାପ କେବେ ଅନ୍ୟଥା ହବନି ଏଇଟା ହବ କିନ୍ତୁ ତୁମର ବଂଶ ଉତ୍ପାଦନ ହେବା ପାଇଁ ଗୋଟିଏ ଉପାୟ ଅଛି କଣ ନା କଳା ମେଘ ଦେଖିଲେ ପୁରୁଷ ମୟୂର ନୃତ୍ୟ କରିବ ଦେଖ ଚାଞ୍ଚରା ପଥର ଉପର ନୃତ୍ୟ କଲେ ବ୍ରହ୍ମବିନ୍ଦୁ ଶୋଇବ ସ୍ଖଳନ ତାହାକୁ ମାଇ ମୟୂର ଦେବ ଯେ ଗିଳିନ ତାପରେ ଅଣ୍ଡା ପୁଣି ତା ଗର୍ଭଜାତ ହେବ ତୁମ୍ଭର ବଂଶ ଗୋଟିକ ଉତ୍ପନ୍ନ ହୋଇବ ତେଣୁକରି ଆଜ୍ଞା ମୟୂର ମୟୂରୀଙ୍କର ପ୍ରୀତି ନାହିଁ କଳା ମେଘ ଦେଖିକିରି ପୁରୁଷ ମୟୂର ନୃତ୍ୟ କଲେ ତାର ବ୍ରହ୍ମବିନ୍ଦୁ ସ୍ଖଳିତ ହେଲେ ମାଇ ମୟୂର ତାକୁ ଖାଇବ এইটা হলা পুরাণ লেখা কিন্তু পার্বতী সেদিন দেলে অভিশাপ পার্বতী সেদিন কহিলে অভিশাপ হে প্রভু তুমি হেলো ময়ূর রূপ মাত্র আদি ঠারু দেউছি দেখ কহি जो मयूर रूप हेलो हे प्रभु मोरा कन्हाई जो मयूर रूप हेलो हे गारिया कन्हाई हे मयूर पृष्ठ गोटी तुम मस्तक थीब जेतेबले भक्ति रंग अवतार हेब रंग अवतारे करिब गोटे केरी मस्तके धरी तुम्हें हेवनारी ये कथा जानिबे पुरी रे जन जगत एही परि अभिशाप देले से पार्वती माता पार्वती को शब्द प्रभु नारायण आनंद से कथा करिले ग्रहण एणु करी मयूर पृष्ठକୁ ଧରିଛନ୍ତି एणु करी ତ ମयूर पृष्ठକୁ ଧରି ଅଛନ୍ତି ଯାହା ଜାଣିଥିଲି ସଭାରେ କହିଲି ଭାରତୀ ଏବେ ପାଇଲା କି ତୁମ ପତି ସୁଗଜର ଆରେ ପାଇଲା କି ତୁମ